ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜିର ଦିନ ଆମ ପାଇଁ ବହୁତ ଅଶୁଭ ଥିଲା। ଆଉ ଆମେ ସକାଳୁ ସକାଳୁ ଗୋଟେ କଲ୍ଟେ ଆସିଗଲା ଅଲଗା ନମ୍ବରରୁ। ଝିଅ କଲ୍ କରିଥିଲା। ମୁଁ ଗାଧୋଉଥିଲି, ମୋତେ କହିଲେ ହଠାତ୍ କହିଲେ ମନି ବାହାରେ। ଆଉ ତାପରେ ସେ ନାଇଁସିର ଫୋନ୍ଟା ଅନ୍ ଡିସପ୍ଲେ ଫାଟି ଯାଇଥିଲା। ଆଉ କ'ଣ ଗୋଡ଼ ମାଡ଼ ହେଇଯାଇଥିଲା, କ'ଣ ତା ବାପା କଥା ହେଲେ ମୁଁ ଜାଣିନଥିଲି। କିନ୍ତୁ ଆମେ ଗଲାବେଳକୁ ତାପରେ ସେ ବାଳକାଟି ହସ୍ପିଟାଲରେ ଅଛି ବୋଲି ମୋତେ ଆଉ ଜଣେ ସାର୍ ଫୋନ୍ କରିକି କହିଲେ ତୁ ଟେନସନ୍ ନେନି, ତା'ର କିଛି ଅସୁବିଧା ନାହିଁ, ଆଉ ଖାଲି ଗାଡ଼ିଟା ମୋବାଇଲଟା ଭାଙ୍ଗିଯାଇଛି। ତାପରେ ଆମେ ପଳେଇଗଲୁ ହସ୍ପିଟାଲ। ଆଉ ମୁଁ ତ ସମସ୍ତଙ୍କୁ ଖାଲି ମେସେଜ୍ ଦେଇ ଦେଇଥିଲି। ମୋ ଫୋନ୍ରେ 14% ଚାର୍ଜ ଥିଲା ଯେ ପୁଅ ସାରି ଦେଇଥିଲା ଦେଖିକି। ସେଠି ସୁଇଟ୍ ପଳେଇଥିଲା, ତା ଜଣେ ଷ୍ଟାଫ୍ ପଳେଇଥିଲା। ତାପରେ ନାଇଁ ସେ ଷ୍ଟାଫ୍ରେ 2-4 ଜଣ ପଳେଇଥିଲେ, ଆମର 2 ଜଣ ସାର୍ ପଳେଇଥିଲେ, ଏମିତି ସବୁ ପଳେଇଥିଲେ। ତାପରେ ଆମେ ସେଇଠି ଦେଖେଇକି ଆସିଲା ପରେ ଘରକୁ ଆସିଲୁ। ତାପରେ ସେଇଠୁ ଆଠଗଡ଼ ଗଲୁ। ଆଠଗଡ଼ଠି ଏକ୍ସରେ ହେଉନଥିଲା ଆଜି। ତାପରେ ଆମେ କୁଲେଇଲ ଗଲୁ। କୁଲେଇଲ ଗଲାବେଳକୁ ଏଇଠୁ ଗୋଟେ ଟିକେଟ୍ କରାହେଲା 10 ଟଙ୍କାରେ। କହିଲେ ଏକ୍ସରେ ହେବ ଆଗ। ଏକ୍ସରେ ହେବ ବୋଲି ସିଏ କହିଲେ 4ଟା ବେଳେ। 4ଟା ବେଳକୁ 4:30 ହେଲା। ଆଉ କଲ୍ କରିକା ମୁଁ କହିଲି ସେମାନଙ୍କୁ କଲ୍ କର, ଆମେ ନମ୍ବର ରଖିନୁ, ଏମିତି ସବୁ କହିଲେ। ଆଉ କେହି ଗୋଟେ କଥା ଶୁଣୁନଥିଲେ। ସେଇଠୁ ଏକ୍ସରେ କରିସାରିଲା ପରେ ଆମକୁ ହେକରକୁ ପଠାଇଲେ ଆଉ ଗୋଟେ ସାଇଡ଼୍ରେ। ସିଏ ଜମା କେହି ନଥିଲେ, କହିଲେ ଆଉ ସିଏ ଆସିନାହାନ୍ତି, ଏମିତି ସବୁ କୁହାକୁହି ହେଲେ। ଯିଏ ଆସିଲେ ସେ ଆଉ ଜଣଙ୍କର 2 ଜଣଙ୍କର କରିଦେଇକି କ'ଣ ପଟି ଗଲେ। ଆମେ ତାଙ୍କୁ କହିଲୁ, ସେ କହିଲେ ମୋର ଆଉ ଡ୍ୟୁଟି ନାହିଁ। ଆଉ ଜଣେ ଆସିଲା, ଫେରେ ଆଉ ଜଣେ କଲେ। ଆଉ ଆମକୁ କହିଲେ 500 ଟଙ୍କା ଦିଅ। ଏକ୍ସରେ ଯେଉଁ କରାହେଲା ସିଏ ଏଠି କେତେ ନେଲା, 200 କି 100 ମୋର ଆଉ ମନେ ନାହିଁ, ହଜବେଣ୍ଡ ଦେଉଥିଲେ। ତାପରେ ଇଏ କିନ୍ତୁ 500 ଟଙ୍କା ନେଲା। ସେଠୁ ପୁଣି ମେଡ଼ିସିନ କରେଇଲେ, ଯେଉଁ ମେଡ଼ିସିନ ସିଏ ନେଲା 400 ଟଙ୍କା। ତାପରେ ଏମିତି ସବୁ କରିଲେ। କିନ୍ତୁ ଏଠି କେହି କିଛି ଗୋଟେ ସୁବିଧା ନାହିଁ, କେହି ଶୁଣୁନାହାନ୍ତି ବି କଥା। ଦୟାକରି ସେ ଜାଗାକୁ କେହି ନ ଯା। ଆମେ ବି ଲୋକାଲ ଲୋକ। ଆଉ ଆମେ ପୁଣି କାଲି ନେଇକି ଯିବୁ ବୁଢ଼ା ବାବା ମଲ୍ଟି ସ୍ପେଶାଲିଷ୍ଟ ନେଇକି ଯିବୁ ପ୍ରାଇଭେଟ୍ରେ ଦେଖିବା ପାଇଁକା। କୁଲେଇଲା ଦୟାକରି ଯାଆନ୍ତୁନି, କାରଣ ଏଠି କିଛି ସୁବିଧା ନାହିଁ। ତୁମର ଯେଉଁ ପେସେଣ୍ଟଟି ଯାଇଥିବ ସେ ତା'ର ଆଉ ପେସେନ୍ସ ନଥିବ ଘରକୁ ଆସିଲା ବେଳକୁ। ମୋ ଝିଅ ତ ଏଠି ପୁରା କାନ୍ଦି ପକାଉଥିଲା। ଆଉ ତା ଗୋଡ଼ ମାଡ଼ ହେଇଯାଇଥିଲା ଯେ, ମାଡ଼ ହେଇଯାଇଛି ଜଷ୍ଟ। ସେଟାକୁ ପଟି କରେଇଲେ, କହିଲେ ଫଟୋ ଯେଉଁ ଉଠେଇଲା, କହିଲେ କି ହଁ ଏଇଟା କ'ଣ ଗୋଟେ ହେଇଯାଇଛି ତା ଭିତରୁ, ଏମିତି ସବୁ କହିଲେ। ଆମେ ଆଉ ସିଓର ହେବା ପାଇଁ କାଲି ଯିବୁ ମେଡ଼ିକାଲ। ସେ ଡ୍ୟୁଟି ଯାଉଥିଲା, ଏଇ ଟାଇମ୍ରେ ଏମିତିଆ ପ୍ରୋବ୍ଲେମ୍।